बड़ मौसी केते जिनस आनी देखू तो आनी कौन देखा हाँ कौन आनी बड़ मौसी देख गली पड़ुची हाथ रु गली पड़ू आहरी छोट दरकार कौन कर गली पड़ुची हाथ रु से कम पिंध जा गली पड़ुची टी बड़ हेल्ले डाली सांगे खाइब ए तू रुटी खाइबू तू बड़ हेल्ले रुटी खाइबू तू कहूँ तो दीदी तो कहूँ रुटी खाइबू बड़ हेल्ले रुटी खाइबू हाँ ये बड़ मौसी आसचंदी तो देखापी बड़ मौसी आसचंदी देखापी ना कौन ये डुगुल दीदी भी आस देखापी ना रुटी खाइबू बड़ मौसी केते जिनस आनी देखू तो आनी कौन देखा हाँ कौन आनी बड़ मौसी देखे किए बा दीदी खाली कौन कहूँ दीदी हाँ तो आनी मुदी आनी तो खड़ू आनी केते कौन आनी ना रे पुओ ये सुना मुदी आसी तो सुना मुदी आसी खड़ू आसी तू लगेबू हाँ देखी दी हाथ में पिंधा कि देखा जाऊँ हाथ में पिंधेब दीदी पिंधेब हाथ में दीदी गली पड़ुची हाथ रु गली पड़ू आहरी छोट दरकार कौन कर गली पड़ुची हाथ रु से कम पिंध जा गली पड़ुची कांदना देख बड़ मस्त तुम्हें केते जिनस आनी पैम्पर्स आस देख मो पुओ केते बड़टा देख देख तुम खेलना खेलना आते जिनस देख लो तू केते जिन ओ तुम ड्रेस भी आस देख देख केते जिनस आस देख लो तुम एत अच्छा एटा कौन डेली यूज ड्रेस बाहर भी कौन टीका फिका दबा गला गोटे पिंधे ठीक हम देख देख तुम केते ड्रेस आसी तुम खेलना आसी तुम सुना मुदी आसी हाँ तुम सुना मुदी आसी खड़ू आसी चेन आसी केते आसी जिनस तुम ना हाँ ये तो खेलना आस देख लु एत जिनस आसते जिनस डुगुल दीदी केते जिनस आनी बांधु ये मोड़देले से एत जिनस आस ना मेकअप जिनस आस देख लो मेकअप जिनस आस कहूज केते मेकअप जिनस आस जंक्शन बेबी गिफ्ट सेट हाँ 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 बॉक्स भीतर सब सेट अच्छी देख मेकअप जिनस भी आस जान लु मोर भी थी ब्लैक कलर एमती गोटे ना अच्छा अच्छा एमती दिटर तो मोर नाइटा अच्छी हाँ ब्लैक कलर सुखुची बारिपटे हाँ नाइट आसी कहूज एत जिनस आम ना चलो 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 केते जिनस आम एत जिनस आस ना डुगुल दीदी आम एत जिनस आस कौन कहूँ अच्छा 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 एठी आई तर ड्यूटी लगी पड़ी आईर ड्यूटी पूरा स्टार्ट हो गला नमस्कार सांगने तो चलतु गोटे सुंदर फ्रेश ब्लॉग आज आपण सहित शेयर करी बहुत दिन है भावुँ ब्लॉग शेयर करी कि शेयर करें जेहेतु एबे तो समस्ते आपण मैंने जानी खरा गरम तो बहुत जोर से हो गरम जो भाया हो बेबी जेहेतु आसी
ଆଉ ବେବି ପାଇଁ ପୁରା ଫୁଲ୍ ଟାଇମ୍ ଦେବା ପାଇଁ ପଡ଼ୁଛି। ଯେତେ ତାକୁ ଶୁଆଇଦେବ ଯଦି ସେ ପୁରା କାନ୍ଦୁଛି, ତାକୁ ଏମିତି ଧରିବ ଯଦି ସେ ପୁରା ଚୁପ୍ ହେଇକି ରହୁଛି। ଆଉ ମୋତେ ତ ଫୁଲ୍ ଟାଇମ୍ ତା ପାଇଁ ଦେବା ପାଇଁ ପଡ଼ୁଛି। ଆଉ ମୁଁ ଯେହେତୁ ନିଜେ ବ୍ଲଗ୍ ବନାଉଛି ଟାଇମ୍ ଜମା ପାଉନି ସେୟାର କରିବା ପାଇଁ। ଆଉ ଘରେ ସମସ୍ତେ ବି ତା ପାଇଁ ପୁରା ଫୁଲ୍ ଟାଇମ୍ ଦେଉଛନ୍ତି। ତ ଆଜି ଭାବିଲି ଏବେ ସେ ଶୋଇଛି ତ ମୁଁ ବହୁତ କଷ୍ଟରେ ଟିକେ ଟାଇମ୍ ବାହାର କରିକି ତ ସେୟାର କରିଦେଉଛି ଆପଣମାନଙ୍କ ସହିତ। ଝିଅ ହେଇଛି ନା ପୁଅ ହେଇଛି, ଯେହେତୁ ଏଇଟା ଆମର ଫାଷ୍ଟ ଛୁଆ ତ ସେମିତି କିଛି ବି ନାହିଁ। ପୁଅ ହେଇଥିଲେ ବି ଖୁସି, ଝିଅ ହେଇଥିଲେ ବି ଖୁସି, ମନ ଭିତରେ କୌଣସି ପ୍ରକାର ଅଫସୋସ ନାହିଁ। ଫାଷ୍ଟ ଛୁଆ ନାହିଁ, ସେକେଣ୍ଡ ଛୁଆ, ସେମିତି କିଛି ନାହିଁ। ଭଗବାନଙ୍କର ଯାହା ଆଶୀର୍ବାଦ, ତାଙ୍କର ଯଦି ଆଶୀର୍ବାଦ ଥିବ ତ ଆମର ଭଲ ହେବ। ଭଗବାନଙ୍କର ଯଦି ଆଶୀର୍ବାଦ ନଥିବ ତାହେଲେ ଆମର ଖରାପ ହେବ। ତ ମୁଁ ସବୁବେଳେ ଭଗବାନଙ୍କ ଉପରେ ଛାଡ଼ି ଦେଇଛି। ତ ସେମିତି କିଛି ମୋ ମନ ଭିତରେ ନାହିଁ ଯେ ମୋର ଗୋଟେ ପୁଅ ହେଇଥିଲା ମୁଁ ବହୁତ ଖୁସି ହେବି, ମୋର ଝିଅ ହେଇଗଲା ମୁଁ ବହୁତ ଦୁଃଖ କରିବି। ତ ସେମିତି କିଛି ନାହିଁ। 9 ମାସ କେତେ ଜଲ୍ଦି ପଳେଇଲା। ଆଉ ସେ ଯେଉଁ 9 ମାସ ଭିତରେ ଯେଉଁ କଷ୍ଟ, ଯେଉଁ ଯନ୍ତ୍ରଣା, ନା ଠିକ୍ ସେ ଖାଇପାରିଛି ନା ଠିକ୍ ସେ ଶୋଇପାରିଛି, ମନ ଭିତରେ ବହୁତ ମୋତେ ମାନେ ଏତେ କଷ୍ଟ ମୋତେ ହେଉଥିଲା। କିନ୍ତୁ ଯେହେତୁ ଯେତେବେଳେ ମୁଁ ମୋ ବେବିକି ଦେଖିଦେଲି ସେ କଷ୍ଟ ମୋର କୁଆଡ଼େ ବି ଦୂରେଇଗଲା। ମୁଁ ବହୁତ ଖୁସି ମୋର ବେବିକୁ ଦେଖିକି। ଆଜି ତ ସେୟାର କରିବି ଆପଣମାନଙ୍କ ସହିତ। ପୁଅ ହେଇଛି, ଝିଅ ହେଇଛି, ଯାହା ଯେମିତି ଯେତେବେଳେ ଟାଇମ୍ ପାଇବି ଛୋଟ ମୋଟ କ୍ଲିପ୍ସ ତ ଆପଣମାନଙ୍କ ସହିତ ସେୟାର କରିବି। ଚାଲନ୍ତୁ ସେୟାର କରିବା ବେବି କ'ଣ ପୁଅ ନା ଝିଅ। ଡକ୍ଟର ଯେଉଁ ଡେଟ୍ ଦେଇଥିଲେ ସେ ଡେଟ୍କୁ ଆମ ଘରେ ସମସ୍ତେ ପୁରା କାଉଣ୍ଟ କରୁଥାଉ, କେବେ ସେ ଡେଟ୍ ଆସିବ, ସେ ଡେଟ୍ କେବେ ଆସିବ, ବେବି କେବେ ଆସିବ। ତ ସମସ୍ତେ ପୁରା ଏକ୍ସାଇଟେଡ଼୍ ଥିଲେ, ପୁରା ଖୁସି ଥିଲେ। ତ ମୁଁ ବି ସେ ଡେଟ୍କୁ ଜଲ୍ଦି ଜଲ୍ଦି କାଉଣ୍ଟ କରୁଥାଏ। କିନ୍ତୁ ମୋର 7 ମାସରେ ଯେଉଁଟା ବେବି ସାୱାର ହେବା କଥା, 7 ମାସରେ ବେବି ସାୱାରଟା ମୋର ହେଇପାରିନଥିଲା। ତ ମୋର 9 ମାସରେ ବେବି ସାୱାର ହେଇଥିଲା। ଆଉ ଯେଉଁ ଦିନ ମୋର ବେବି ସାୱାର ହେଇଥିଲା ତ ସେଦିନ ରାତିରେ 12ଟା ରାତିରେ ବେବି ସାୱାର ଏମିତି 11ଟାରେ ସରିଲା। ତ ରାତି 12ଟାରେ ମୋର ଦେହ ଖରାପ ହେଲା। ତ ସେ ରାତି 12ଟାରେ ଆମେ ମେଡ଼ିକାଲ ଗଲୁ, ତ ଆଡ଼ମିଟ୍ ହେଲୁ। ତା ପରଦିନ ସକାଳେ ବେବି ଆସିଲା। ତ ହୁଏତ ମୋର ସେଇ ୱିଶ୍ଟା ଥିଲା, ମାନେ ମୋର ସେଇ ଇଚ୍ଛାଟା ଥିଲା ହୁଏତ ମୋର ବେବି ସାୱାର ହେଲା ପରେ ବେବି ଆସିବ, ହୁଏତ ବେବି ସାୱାର ହେଇନଥିଲା ବୋଲି ବେବି ଆସୁନଥିଲା। ତ ଏମିତି ଗୋଟେ ମନ ଭିତରେ ଥାଏ। ତ ବେବି ସାୱାର ହେଲା, ତାପରେ ଯାଇକି ବେବି ଆସିଲା। ତ ଫାଇନାଲି ତ ଆପଣମାନଙ୍କ ସହିତ ସେୟାର କରିଦେଉଛି। ତ ବେଶୀ ଖୁସି ଲାଗୁଥିଲା ସେଇ ଟାଇମ୍ରେ, ଯେହେତୁ ସମସ୍ତଙ୍କର ପୁରା ଯେଉଁ କେୟାରନେସ୍ ଥାଏ, ମାନେ ପୁରା ସମସ୍ତେ ପୁରା କେୟାରିଂ ଥାଆନ୍ତି ସେଇ ଟାଇମ୍ରେ। ସମସ୍ତଙ୍କର ଖୁସି ତ ବହୁତ ସେଇ ଟାଇମ୍ରେ ବେଶୀ ଏକ୍ସାଇଟେଡ଼ମେଣ୍ଟ ଥିଲା। ତ ଏବେ ବେବି ଆସିବା ପରେ ବି ସମସ୍ତେ ପୁରା ବହୁତ ଖୁସି, ସେଇଟା ବି ବହୁତ ଭଲ ଲାଗୁଛି। ଆଉ ଫାଇନାଲି ମୁଁ ଜଣେଇ ଦେଉଛି ଆମର ଗୋଟେ ବେବି ବୟ ଆସିଛି, ଆମର ଫାଇନାଲି ପୁଅ ହେଇଛି। ମୁଁ ମା ହେବାର ଖବର ପାଇବା ପରେ ଅନେକ ସ୍ୱପ୍ନ ଦେଖିଥିଲି। ଶରୀରର ଯନ୍ତ୍ରଣା ଏବଂ ନିଦ୍ରାହୀନ ରାତି ମୋତେ ବହୁତ କଷ୍ଟ ଦେଇଥିଲା। ଜନ୍ମ ହେବାର ଦିନ ଆସିଲା, ହସ୍ପିଟାଲରେ ମୁଁ ଅସହ୍ୟ ପ୍ରସବ ବେଦନା ସହୁଥିଲି। ଘଣ୍ଟା ଘଣ୍ଟା ଧରି ସେ ଯନ୍ତ୍ରଣାରେ ରହିଲି। କିନ୍ତୁ ମୋ ମନରେ ଗୋଟିଏ ଆଶା ଥିଲା, ମୋ ଛୁଆକୁ ସୁସ୍ଥ ଭାବେ ଦେଖିବା। ଶେଷରେ ସେଇ ମୁହୂର୍ତ୍ତ ଆସିଲା। ଏକ ସୁନ୍ଦର ପୁଅ ଶିଶୁ ଜନ୍ମ ନେଲା। ତା'ର ପ୍ରଥମ କାନ୍ଦ ଶୁଣି ମୋ ଆଖିର ଖୁସିର ଲୁହ ଝରି ପଡ଼ିଲା। ବହୁତ ଖୁସି ଏବେ ମୁଁ ଅଛି, ଘରେ ସମସ୍ତେ ବହୁତ ଖୁସି ଅଛନ୍ତି। ଫାଇନାଲି ଆମର ଗୋଟେ କୁନି ବେବି ବୟ ହେଇଛି, ଫାଇନାଲି ଆମର ଗୋଟେ ପୁଅ ହେଇଛି। ତ ଆପଣମାନଙ୍କୁ ଆଜି ସେ ଖୁସିର ମୁହୂର୍ତ୍ତ ମୁଁ ସେୟାର କରିଲି। ତ ଆଜିର ବ୍ଲଗ୍ଟିକୁ ଚାଲନ୍ତୁ ଆଉ କ'ଣ କ'ଣ ସବୁ ହେଉଛି ଟିକେ ସେୟାର କରିଦେବି ଆପଣମାନଙ୍କ ସହିତ। ପୁଅ ଏଠି ଆମର ମାଲିସ ହେଉଛି, ଆଇର ପୁରା ଡ୍ୟୁଟି ଷ୍ଟାର୍ଟ ହେଇଗଲା।